ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। କିଛି ନା କିଛି ତ ଶିଖିବାକୁ ନିଶ୍ଚୟ ମିଳିବ। ତାହେଲେ ଚାଲନ୍ତୁ ଶୁଣିବା। ମଣିଷ ଜୀବନରେ ଦିନ ଏମିତି ଆସିଥାଏ, ସମସ୍ତେ ଅଗ୍ନିରେ ଶୋଇବେ। ଦୌଲତ, ପଦ, ପଦବୀ, ମାନ, ସମ୍ମାନ, ପ୍ରତିଷ୍ଠା, ଚିନ୍ତା ସବୁ ଗୋଟିଏ ଘଣ୍ଟାରେ ଜଲି ପାଉଁଶ ହୋଇଯାଏ। ଯେଉଁ ସମ୍ପର୍କ ପାଇଁ ଦିନେ କାନ୍ଦୁଥିଲା, ସେହିମାନେ ତୁମ ସମ୍ପୂର୍ଣ୍ଣ ଜଲିବା ପର୍ଯ୍ୟନ୍ତ ରହିବେ ନାହିଁ। ତେଣୁ ସନ୍ତୁଷ୍ଟ ରହିବା ଶିଖନ୍ତୁ। ଯାହା ମିଳିଛି ତାହା ହିଁ ଗ୍ରହଣ କରନ୍ତୁ। ବଡ଼ ଅଜବ ଏ ଦୁନିଆ। ଲୋକେ ଗୀତା ଛୁଇଁ 100 ଥର ମିଛ କହିଦେବେ, କିନ୍ତୁ 100 ଟଙ୍କାର ମଦ ପିଇଲେ ସବୁ କିଛି ସତ କହିଦେବେ। ଧନ ଯୌବନର ଜୀବନ କେବେ ସ୍ଥାୟୀ ନଥାଏ। ତଥାପି ଧନ ଥିଲେ ଲୋକ ଗର୍ବୀ ହୁଏ, ଯୌବନରେ ସ୍ୱାର୍ଥପର ହୁଏ, ଜୀବନ ଥିବା ଯାଏଁ ଲୋଭ କରେ। ଦୁଃଖ ତ ସମସ୍ତଙ୍କର ଅଛି, ଖାଲି ଫରକ ଏତିକି ଯେ କିଏ କାନ୍ଦିକି ଦେଖାଇବ ତ କିଏ ହସିକି ଲୁଚାଉଛି। ଏ ସମାଜରେ ଏମିତି କିଛି ମାରାତ୍ମକ ଲୋକ ଅଛନ୍ତି ଯେ ତୁମେ ତାଙ୍କୁ ନିଜର ଦୁଃଖ କହିଲେ ସେମାନେ ତୁମର ଦୁର୍ବଳତା ଭାବି ଖୁସି ହୁଅନ୍ତି, ଆଉ ତାଙ୍କୁ ନିଜର ସୁଖ କହିଲେ ସେମାନେ ଈର୍ଷାରେ ଜଳି ତୁମର କ୍ଷତି କରିବାକୁ ଉପାୟ ଖୋଜନ୍ତି। ମନେ ରଖନ୍ତୁ, ଯିଏ ତୁମ ପାଖରେ ଅନ୍ୟ ଲୋକ ବିଷୟରେ ଖରାପ କଥା ଗପୁଅଛି, ସିଏ ଅନ୍ୟ କାହା ପାଖରେ ତୁମ ବିଷୟରେ ଖରାପ କଥା ନିଶ୍ଚୟ କହୁଥିବ। ଏଭଳି ଲୋକଙ୍କୁ ଠାରୁ ଦୂରେଇ ରହିବା ଭଲ। ଏ ଦୁନିଆରେ ଯିଏ ସର୍ବଦା ସତ୍ୟ କହିଥାଏ, ଏ ଦୁନିଆ ତାକୁ ପ୍ରଥମେ ଦୋଷୀ ସାବ୍ୟସ୍ତ କରିଥାଏ। ଆଉ ଯିଏ ପ୍ରାୟତଃ ମିଥ୍ୟାରେ ଆଶ୍ରୟ ନେଇଥାଏ, ଏ ଦୁନିଆ ଆଖିରେ ସେ ଭଦ୍ର ବ୍ୟକ୍ତି ହୋଇଥାଏ। ଯାହା ମନରେ ଦୟା ଥାଏ, କିନ୍ତୁ ସାହାଯ୍ୟ କରିବା ପାଇଁ ତା ପାଖରେ ଧନ ହିଁ ନଥାଏ, ଆଉ ଯାହା ପାଖରେ ଧନ ଥାଏ, ସାହାଯ୍ୟ କରିବା ପାଇଁ ତା ମନରେ ଦୟା ହିଁ ନଥାଏ। ଯାହା ଆଖିରେ ନିଦ ଥାଏ, କିନ୍ତୁ ତା ପାଖରେ ଶୋଇବା ପାଇଁ ଭଲ ବିଛଣାଟାଏ ନଥାଏ, ଆଉ ଯାହା ପାଖରେ ଭଲ ବିଛଣାଟିଏ ଥାଏ, କିନ୍ତୁ ତା ଆଖିରେ ନିଦ ନଥାଏ। ଯିଏ ସମ୍ପର୍କର ମୂଲ୍ୟକୁ ବୁଝିଥାଏ, ସେ ପ୍ରାୟତଃ ଏ ଦୁନିଆରେ ଏକା ହୋଇଯାଏ। ମଣିଷ ହସେ ତ ସମସ୍ତଙ୍କ ସାମ୍ନାରେ, କିନ୍ତୁ କାନ୍ଦେ ତା ସାମ୍ନାରେ ଯାହାକୁ ସେ ତା ନିଜଠାରୁ ବି ଅଧିକ ବିଶ୍ୱାସ କରିଥାଏ। ଶାଶୁଘରେ ଯଦି ବୋହୂଟିଏ ସଜେଇ ହେଲେ ମଧ୍ୟ ନିଜ ସ୍ୱାମୀକୁ ଆଉ ନିଜ ପରିବାରକୁ ଭଲ ନ ଲାଗିପାରେ, କିନ୍ତୁ ଝିଅ ଯେମିତି ବି ହେଉନା କାହିଁକି ସେ ବାପା ମା'ଙ୍କ ଜୀବନ ହୋଇଥାଏ। ନିଜ ପରିବାରକୁ ମାଲିକ ହୋଇ ନୁହେଁ, ମାଳି ହୋଇ ସମ୍ଭାଳନ୍ତୁ। କାହିଁକିନା ଯେଉଁ ବଗିଚାର ମାଳି ଭଲ ହୋଇଥାଏ, ସେ ବଗିଚାର ପ୍ରତ୍ୟେକଟି ଫୁଲ ଚମକିଥାଏ। ଯେକୌଣସି କାରଣ ହେଉଥାଉ ନା କାହିଁକି, ଯେକୌଣସି କଥା ହେଉଥାଉ, ଚିଡ଼ି ଚିଡ଼ି ହୁଅ ନାହିଁ କି ରାଗି ଯାଅ ନାହିଁ। ବଡ଼ ପାଟିରେ କଥା ହୁଅ ନାହିଁ। ମନକୁ ଶାନ୍ତ ରଖ। ଧୀର ସ୍ଥିର ମନରେ ବିଚାର କର। ତାପରେ ନିର୍ଣ୍ଣୟ ନିଅ। ଆବାଜରେ ଆବାଜ କେବେ ବନ୍ଦ ହୁଏ ନାହିଁ, ପରନ୍ତୁ ଚୁପଚାପ ରହିଲେ ଏହା ସମ୍ପୂର୍ଣ୍ଣ ଲିଭିଯାଏ। କଷ୍ଟ କେବଳ ତୁମକୁ ହେବ, ଆଉ ଦୁଃଖ ବି ତୁମକୁ ହେବ। ତେଣୁ ମନକୁ ଶାନ୍ତି ରଖନ୍ତୁ। ଦେଖିବ ସୁଖ ନିଶ୍ଚିତ ଭାବରେ ତୁମକୁ ମିଳିବ। ବଡ଼ ଅଜବ ଏ ଜଞ୍ଜାଳ। କିଛି ସତ କିଛି ମିଛ। କେବେ ସିନ୍ଦୂର ପିନ୍ଧାଇ ସଧବା କରାଏ, କେବେ ଭାଙ୍ଗିଦିଏ ପାଣି କାଚ। ଦୁନିଆ ଆଗରେ ହସିବାକୁ ହୁଏ, ଛାତି ତଳେ ରଖି କୁହ। ମନର କଥାକୁ ବି କାହା ଆଗରେ କହି ହୁଏ ନାହିଁ। ଚାଲୁ ରହିଥାଉ ଜୀବନ ସଂଗ୍ରାମ, ଜାରି ରହୁ ଅଭିନୟ। ବଞ୍ଚିଥିବା ଯାଏଁ ଖୁସି ବିଞ୍ଚୁଥାଅ। କାହିଁ ଅବା କେବେ ଦିନ ସରିଯିବ, କିଛି ଜାଣି ହେବନି। ନିଦ, ନିଶା ଆଉ ନାରୀ, ଏ ହେଉଛି ମୋହର ବର୍ବାଦ ହେବାର ସବାରି। ଥରେ ଏ ସବାରିରେ ବସିଗଲେ ସେ ଆଉ ଫେରିବାର ରାସ୍ତା ପାଏ ନାହିଁ। ଯଦି ରାସ୍ତା ପାଇଯାଏ, ତାହେଲେ ସବୁ କିଛି ସରିଯାଇଥାଏ। ଗୋଟେ ବୋହୂଟିଏ ଘର କାମ କରି
ଯେତିକି କଷ୍ଟ ପାଏନି ତାଠାରୁ ଅଧିକ କଷ୍ଟ ପାଏ। ତାକୁ ଯେତେବେଳେ ଯେଉଁ ପରିବାର ଲୋକଙ୍କୁ ନିଜର କରିବା ପାଇଁ ସେ ଘରଦ୍ୱାର, ବାପା ମା, ଭାଇ ଭଉଣୀ ସମସ୍ତଙ୍କୁ ଛାଡ଼ି ଆସିଥାଏ, ତାର ସେହି ପରିବାର ଲୋକ ବିନା କାରଣରେ ମାନସିକ କଷ୍ଟ ଦେଇଥାନ୍ତି। ବାହାରର ଲୋକ ଆସି ଯଦି ପରିବାରରେ ମୁରବି ହୁଏ ତାହେଲେ ପରିବାର ନଷ୍ଟ ହୁଏ। ଯେପରି ରନ୍ଧାଯାଇଥିବା ତରକାରୀରେ ଯଦି ଗୋଟିଏ ଝିଟିପିଟି ପଡ଼ିଯାଏ ତେବେ ସମ୍ପୂର୍ଣ୍ଣ ତରକାରୀ ନଷ୍ଟ ହୋଇଯାଏ। ପୃଥିବୀର ସବୁଠାରୁ ପୁରୁଣା ଯନ୍ତ୍ରର ନାମ ହେଲା ଷଡ଼ଯନ୍ତ୍ର, ଯାହାକି ଯୁଗ ଯୁଗ ଧରି ଚାଲୁଛି କିନ୍ତୁ କେବେ ମରାମତିର ଆବଶ୍ୟକ ହୁଏ ନାହିଁ। ବଡ଼ ଅଜବ ଏ ଦୁନିଆ। ଏଠି ଯିଏ ସତ ଓ ଭଲ କଥା କହେ ସିଏ ଶତ୍ରୁ ହୋଇଯାଏ, ଆଉ ଯିଏ ମିଛ ମନ୍ଦ କଥା କହେ ସେ ମିତ୍ର ହୋଇଯାଏ। ମନେ ରଖିଥିବେ, ଯାହା ଆମକୁ ମିଳୁଛି ସେଇଟା ଭଗବାନଙ୍କ ଇଚ୍ଛା, ଆଉ ଯାହା ନ ମିଳୁଛି ସେଇଟା ମଧ୍ୟ ଭଗବାନଙ୍କ ଇଚ୍ଛା। କାହିଁକି ନା ଆମ ପାଇଁ ଯେଉଁଟା ଭଲ ଭଗବାନ ଆମକୁ ସେଇଟା ଦେଇଥାନ୍ତି। ଅମୂଲ୍ୟ ସମ୍ପର୍କର ତୁଳନା କେବେ ବି ପଇସା ସହିତ କରନ୍ତୁ ନାହିଁ। ପଇସା 2 ଦିନ କାମରେ ଆସିବ, କିନ୍ତୁ ସମ୍ପର୍କ ଜୀବନ ସାରା କାମରେ ଆସିବ। ପାଣିକୁ ନ ପଶିଲେ ଯେମିତି ପହଁରିବା ଶିଖି ହୁଏ ନାହିଁ, ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ କେବେ ବି ଚିହ୍ନି ହୁଏ ନାହିଁ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।